କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଜିଲ୍ଲା ପରିଷଦ ଜୋନ୍ 2 ଅନ୍ତର୍ଭୁକ୍ତ ଥିବା 13 ଗୋଟି ଗ୍ରାମ ପଞ୍ଚାୟତବାସୀ ଆଜି ଆସି କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପାଖକୁ ଲାଞ୍ଜିଗଡ଼ ବ୍ଲକ କ୍ରିୟାନୁଷ୍ଠାନ କମିଟି ସ୍ମାରକପତ୍ର ପ୍ରଦାନ କଲେ। ଲାଞ୍ଜିଗଡ଼ ବ୍ଲକ କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀଧର ପ୍ରେସନିଆ, କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ସମ୍ପାଦକ ପରମାନନ୍ଦ ନାୟକ, କୋଷାଧ୍ୟକ୍ଷ ଶ୍ରୀମୁଖ ଅଗସ୍ତି, କାର୍ଯ୍ୟକାରୀ ସମ୍ପାଦକ ଶିଶିର ପୂଜାରୀ, ବସନ୍ତପଡ଼ା ସରପଞ୍ଚ ଚାଞ୍ଚର ମାଝୀ, ସୁରେନ୍ଦ୍ର ପ୍ରତାପ ସିଂ ଦେଓ, ଚନ୍ଦ୍ରଧ୍ୱଜ ପେସନିଆ, ତ୍ରିନାଥ ମହାକୁଡ଼, ଗଙ୍ଗାଧର ମହାକୁଡ଼, ଲକ୍ଷ୍ମୀଧର ଚଣ୍ଡୀ, ଶିକ୍ଷାବିତ ଚନ୍ଦ୍ରଚୂଡ଼ ମହାକୁଡ଼, ଅନନ୍ତ ମହାକୁଡ଼, ମାର୍କଣ୍ଡ ଚନ୍ଦନ, ରାଜେନ୍ଦ୍ର ମାଳି, ବରିଷ୍ଠ ସାମ୍ବାଦିକ ମହେଶ୍ୱର ପତି, ଗଜାନନ ବନ୍ଦପାରିଆ, ସେନାପତି ନାୟକ, ମୁରଲୀ ନାୟକ, ବଳରାମ ଗହିର, ସମିତି ସଭ୍ୟ ପ୍ରଦୀପ ମାଝୀ, ତ୍ରିନାଥ ପାତ୍ର, ହରେକୃଷ୍ଣ ଯୋଶୀ, ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ସୁବାସ ସୁଗାଳ ଓ ବାମଦେବ ମାଝୀ ସମସ୍ତ 13 ଗୋଟି ପଞ୍ଚାୟତର ସଦସ୍ୟ ଯାଇ ଦାବି ପ୍ରଦାନ କରିଥିଲେ ଓ ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରାଯିବ ବୋଲି ଜନସାଧାରଣଙ୍କ ଦାବି ଉଠିଛି, ତେଣୁ ଦାବିପତ୍ର ଦିଆଗଲା। ଲାଞ୍ଜିଗଡ଼ରୁ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।